କ୍ୟାମ୍ପର ବାହାରକୁ ଉଭୟ ପକ୍ଷ ଆସିବେ, ଦେଖା ସାକ୍ଷାତ ହେବ, ତାପରେ ତାଙ୍କ ସେଇଟା କ'ଣ ପରିଚାଳନା କମିଟି କହିବ ଯେ ମା ମାନେ କାହିଁ ଯାଉଛନ୍ତି ଏମିତି ଗୋଟେ କାହା ଦରକାର ଥିବ ସେ ମା କାହିଁକି ନାଇଁ ନାଇଁ ସେ କ୍ୟାମ୍ପଟା ସେଇ ପ୍ରକାର ତିଆରି ହେଇଛି ଯଦି ମା ମାନଙ୍କ କ୍ୟାମ୍ପ ଭାଇ ମାନଙ୍କ କ୍ୟାମ୍ପ ଅଲଗା ଅଲଗା ହେଇଥାନ୍ତା କଣ କହୁଛି ଅଲଗା ମାନେ କଣ କହିଲେ ସାଇଡ୍ ହେଇଥାନ୍ତା ତାଙ୍କର ଗୋଟେ ସାଇଡ୍ ଇଏ ଗୋଟେ କ୍ୟାମ୍ପ ମାଙ୍କର ଗୋଟେ କ୍ୟାମ୍ପ ଭାଇଙ୍କର ଗୋଟେ କ୍ୟାମ୍ପ ମାଙ୍କର ଗୋଟେ କ୍ୟାମ୍ପ ଭାଇଙ୍କର ଏମିତି କଲେ କ'ଣ ହବ? ଠିକ ଅଛି ଭାଇ ଏମିତି କଲେ କ'ଣ ହବ? ଭାଇ ଆପଣ ଯୁକ୍ତି ନାହିଁ ଆପଣଙ୍କ ପ୍ରଶ୍ନ ଅଛି ୟାପରେ ହଁ ସେ ତ ସେମିତି କହୁ ଭାଇ ଆପଣଙ୍କର ଏଠି ଯୋଉ ସମ୍ମିଳନୀ ହଉଛି କେତେ ଦିନ ପାଇଁ ଏମିତି ହଉଛି ଆପଣଙ୍କର କେତେ ଦିନ ପାଇଁ ହଉଛି ଏଇଟା ତ ଆମର ବୋଧେ ଆଜି ଦ୍ୱିତୀୟ ଦିନ ଚାଲିଛି ତୃତୀୟ ଦିନ ଚାଲିଛି ଆମର 3 ଦିନ 3 ଦିନ ଗୋଟେ ଆଜ୍ଞା ଆଉ ତାପରେ ଯୋଉ ଆମର ଅଛି ପ୍ରଥମ ଦିନ ଦ୍ୱିତୀୟ ଦିନ ଆପଣଙ୍କର ବିଧାୟକ ସଭା ବିଧାନସଭା ଆଜ୍ଞା ସେ ବିଷୟରେ ଭାଇ ଲକ୍ଷ୍ମୀନାଥ ଭାଇ କ'ଣ କହିବେ ମୁଁ ନିମନ୍ତ୍ରଣ ପତ୍ର ଆଣିଛି ଆଚ୍ଛା ଆପଣ ନିମନ୍ତ୍ରଣ ପତ୍ର ହିଁ ଧରିକି ଆସନ୍ତୁ ଆଜ୍ଞା 12, 13 ମୁଁ ତ ସେୟା କହିଲି ମୁଁ ଖାଲି ପଢି ଦଉଛି ଆଜ୍ଞା ଆଜ୍ଞା 11 ହେଲା ପ୍ରାତ ଅଧିବେଶନ 11 କାହିଁ ମାରୁଛୁ କ'ଣ କହିବା କଥା କହୁ ଆଜ୍ଞା ହେଲା ମହିଳା ସଭା ଆଜ୍ଞା ମହିଳା ସଭା 13 ହେଲା ସାଧାରଣ ସଭା ଆଜ୍ଞା ବିଶିଷ୍ଟ ଅତିଥି এইখানে সভা সূচক 13 গুরুবার তৃতীয় দিবসে প্রথম অধিবেশন প্রার্থনা সভা দ্বিতীয় দিবস পূর্ব 9টা 30 ଆଜ୍ଞା আনন্দ সভা না ଆନନ୍ଦ ସଭା ଆଜ୍ଞା କେମିତି ନାହିଁ ଆପଣଙ୍କ ଆନନ୍ଦ ସଭା ଗୋଟେ ମୁଖ୍ୟ ଆଣିଛି ଦେଖୁନ ଆପଣଙ୍କର ଆନନ୍ଦ ସଭା ମୁଖ୍ୟ ସେଟା ମୁଁ ଯେତିକି ଜାଣିଛି ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ମୁଁ ବି ଦେଖିବାକୁ ଚାହୁଁଛି ଆଜ୍ଞା 12 ତାରିଖ ପରେ ସାଧାରଣ ସଭା ହିଁ ଅଛି ଠିକ ଅଛି ଭାଇ ପରବର୍ତ୍ତୀ ପ୍ରଶ୍ନ ବୁଝିବା ତ ନାହିଁ ତ ସେଥିପାଇଁ ଆମେ ପଚାରିଲା ଭାଇ କହିବୁ ନିଶ୍ଚିତ ଭାବରେ ଆମେ ଜବରଦସ୍ତି କରୁଛୁ ଆଜ୍ଞା ଆପଣ ଜବରଦସ୍ତି କରିବେ ପ୍ରିଣ୍ଟିଂ ମିଷ୍ଟେକ୍ ହେଇଯିବ କ'ଣ ହେଇଯିବ କିନ୍ତୁ ଆମେ ସୁଧାର ନେବୁ ଆଉ ଠିକ ଅଛି ଆପଣ ପରବର୍ତ୍ତୀ ପ୍ରଶ୍ନକୁ ବୁଝିବି ଆମର ପ୍ରସାଦ ଯୋଉ ପାଇବା ବ୍ୟବସ୍ଥା ଅଛି ଆମେ ବି ସାଧାରଣ ସଭା ଥିଲା ଆମେ ବି ଆସିଥିଲୁ ପ୍ରସାଦ ପାଇବାକୁ ଯାଇଥିଲୁ ଆଜ୍ଞା ହାତ ଧୋଇବା ପାଇଁ କୋଉଠି ପାଇଲୁ ଲାଷ୍ଟ ଗୋଟେ ଆମେ କ'ଣ କଲୁ ଆମର ରୁମାଲ ଖଣ୍ଡି ବାହାର କରି ହାତ ପୋଛି ପାଛିକି ଆସିବୁ କାରଣ ହାତ ଧୋଇବା ଜାଗା ପାଇଲୁ ସେ ବିଷୟରେ ଭାଇ ଆପଣ କ'ଣ କରିବେ ହାତ ଜାଗା ଧୋଇବା ପାଇଁ ଆପଣ ବ୍ୟବସ୍ଥା କରିଛନ୍ତି କି କରିନାହାନ୍ତି ଆଜ୍ଞା ବ୍ୟବସ୍ଥା ତ ସମସ୍ତେ ଭାଇ ମା ମାନେ କହିପାରିବେ ଆଜ୍ଞା ଆଜ୍ଞା ଆମର ହାତ ଯୋଉଠି ପ୍ରସାଦ ପାଇବୁ ସେଇଠି ଯଦି ହାତ ଧୋଇବା କରିବୁ ଆଜ୍ଞା ସେ ପାଣି ଗୁଡ଼ାକ ପ୍ରସାଦ ମଣ୍ଡପ ଯାକ ବୁଲିବନି ଟିକେ ଛାଡ଼ିକିରି କରିଛୁ ଏବଂ ସମସ୍ତେ ହାତ ଧୋଇଛନ୍ତି ଆପଣ ବି ଧୋଇଥିବେ ନିଶ୍ଚିତ ଆଉ ଏମିତି କହିଲେ କେମିତି ଭାଇ ତ କହୁଥିଲେ ପ୍ରସାଦ ହିଁ ପାଇନାହାନ୍ତି ସେ ହାତ ଧୋଇବେ କୁଆଡ଼େ ସେ ମଝିରେ ପ୍ରଥମେ ହାତ ଧୋଇବା କଥା ଶୁଣ ଆଜ୍ଞା ମୁଁ ସିନା ଧୋଇନି କି ଖାଇନି ଯିଏ ଖାଇଛନ୍ତି ଯିଏ ଧୋଇଛନ୍ତି ମୁଁ ତାକୁ ପଚାରିଲି କହିଲା ଭାଇ କ'ଣ କରିବେ ଲୁଗା ନେଇକି ଘଷି ଦେଲି ଆଉ କ'ଣ କରିବୁ ପାଣି ଯାଇକି ଯୋଉ ଜାଗାରେ ସେଠି ଯାଇ ପହଞ୍ଚାଇଲେ ହାତରେ ଆଉ କିଛି ନାହିଁ ଶୁଖି ଯାଇଥିଲା ଶୁଖିକି ଅଠା ପଡ଼ା ତାର ଗୋଟେ ଆଜ୍ଞା ଆମେ ତ ଖୋଜିକି ବି ପାଉନଥିଲୁ କୋଉଠି ପାଇଲେ ତାରଟା ପ୍ରଣାଳୀ ଆପଣ ତ ନୂଆ ଲୋକ ନା ଆଜ୍ଞା ଜାଣିବେ କିନ୍ତୁ ତାର ଗୋଟେ ସ୍ୱତନ୍ତ୍ର ପ୍ରଣାଳୀ ଅଛି ସେଇଠି ପାଣି ଗୁଡ଼ାକ ପଡ଼ିଲେ ପାଣି ସେପଟେ ବୋହିଯିବ ଆଉ ତାକୁ ସବୁ ଜାଗା ଗୋଟେ ଘର ଭିତରେ ଆମେ ଯେମିତି ଶୋଇବୁ ପାଇଖାନା ଯିବୁ ଯଦି କେମିତି କରିବୁ ଆପଣ କହୁଛନ୍ତି ହାତ ଧୋଇ ବ୍ୟବସ୍ଥା କରିଛନ୍ତି ପାଣିର ବ୍ୟବସ୍ଥା ବି ଆପଣ ତାହେଲେ ଭଲ ଭାବରେ କରିଛନ୍ତି ପାଣି ବ୍ୟବସ୍ଥା ତାହେଲେ ବହୁତ ଭଲ ସୁବିଧା ଦେଇଛନ୍ତି ସମସ୍ତଙ୍କୁ ଦେଇଛନ୍ତି ଭାଇ ଭାଇଙ୍କ ମାନର ଭକ୍ତମାନଙ୍କ ପ୍ରତି ଭାଇ ପ୍ରବଳ ସୁବିଧା ବୋତଲ 10 ଟଙ୍କା ପାଣି 5 ଟଙ୍କାଟା ଆଜ୍ଞା ଯେତେ ନେବ ନିଅ କ'ଣ ଅସୁବିଧା ଅଛି କି ଆମ କ'ଣ ନା ଅଭାବ ଅଛି ଘର ଭର୍ତ୍ତି କରୁଛନ୍ତି ଆଉ ତେବେ କହୁଥିଲ ପାଣି ଗ୍ଲାସରେ ପାଣି ଢାଳିଲା ବେଳକୁ ସେ କାହା ହାତରୁ ଆଜ୍ଞା ଶୁଣନ୍ତୁ କ'ଣ କରୁଛ ସେ କହୁଛନ୍ତି ହାତରୁ ପାଣି ଗ୍ଲାସ ଖସି ପଡ଼ିବ ଜାଗା ଲଗା ହବ ବୋତଲ ସିଷ୍ଟମ ତେଣୁ ତମକୁ ঠিক আছে আপনার পরবর্তী কোশ্চিন এবং শেষ মানে প্রশ্ন পচারিবি আমার এই পাইখানা ব্যবস্থা বিষয়ে কোন আছে আপনার পাইখানা ব্যবস্থা পাইখানা মোর উঠা পাইখানা সব হইতা আপন পরমানেন্ট পাইখানা করবো আমি আগে ইয়ে জমিকি নেইকি লিজি সূত্রে নেইকি করছি আমার 3 দিন সরিগলা আমার উঠা পাইখানা সব
ସବୁ ହେଇଛି ସେ ବିଷୟରେ ଲକ୍ଷ୍ମୀକାନ୍ତ ଭାଇ କ'ଣ କହିବେ ଶେଷ ପ୍ରଶ୍ନ ବ୍ଲିଚିଂ ପକଉ ପାଇଖାନା ସୁବିଧାଟା ଭଲ ହେଇଛି। ଆଜ୍ଞା ଆଜ୍ଞା ସେ କ'ଣ ଉତ୍ତରା ପବନ ବର୍ତ୍ତମାନ ଉତ୍ତର ପବନ କହୁଛି ଆଜ୍ଞା ଉତ୍ତରା ନିଶ୍ଚୟ। ପବନକୁ ଦକ୍ଷିଣ ମୁହାଁ ପାଇଖାନା ଗୋଟା ହାତରେ ଧରିବ ଜରି ଭିତରେ ପଶିବ ଯଦି ଜରି ଛାଡ଼ିଦେଲ ଆଉ କେହି ଯିବେ ଆଜ୍ଞା ନିଶ୍ଚୟ ଜୟ ଏବେ ପରବର୍ତ୍ତୀ ଅର୍ଘ୍ୟ ଏକ ନୃତ୍ୟ ପରିବେଷଣ କରିବେ ଅମୃତା ସାହୁ। ରାଧା ବିନା କୃଷ୍ଣ ଅଧା ନୃତ୍ୟ ଅମୃତା ସାହୁ। जगदीश जय राम वृंदावन चरि कदम्ब विहरि प्रेमर अवतार।